ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ପିଏମ୍ କିଷାନ ଯୋଜନାରେ ଗୋଟେ ବହୁତ ବଡ଼ ଅପଡେଟ୍ ଯାହାକି ବର୍ତ୍ତମାନ ଆସିଛି। ଯଦି ଆପଣମାନେ ପୂର୍ବରୁ ପିଏମ୍ କିଷାନ ଯୋଜନାରେ ଆବେଦନ କରିଥିଲେ ଏବଂ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାର ଟଙ୍କା ମିଳୁନଥିଲା ଏବଂ ଆପଣମାନଙ୍କର ଷ୍ଟାଟସ୍ ଷ୍ଟେଟ୍ ଲେବୁଲରେ ପେଣ୍ଡିଂ ଥିଲା, ତାହେଲେ ବର୍ତ୍ତମାନ ଆପଣମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଖୁସିର ଖବର। ବର୍ତ୍ତମାନ ପିଏମ୍ କିଷାନ ଯୋଜନାରେ ଆପଣମାନେ ଯେଉଁମାନେ ନୂଆ ଆବେଦନ କରିଥିଲେ ସେମାନଙ୍କର ଷ୍ଟାଟସଟି ଯାଇକି ଏପ୍ରୁଭାଲ ହେଇଯାଇଛି ଏବଂ ବହୁତ ଜଣ ହିତାଧିକାରୀ ନୂଆ କରି ବର୍ତ୍ତମାନ ସିଏମ୍ କିଷାନରୁ ପିଏମ୍ କିଷାନକୁ ମଧ୍ୟ କନଭର୍ଟ ହେଇଛନ୍ତି। ତ ଆପଣମାନେ ସମସ୍ତେ ଜାଣିଥିବେ ଆମ ରାଜ୍ୟ ସରକାରଙ୍କ ତରଫରୁ ବର୍ତ୍ତମାନ ଯେଉଁ ନୂଆ ନିୟମ କରାଯାଇଛି, ଯେଉଁଥିରେ ଆପଣମାନେ ଯଦି ସିଏମ୍ କିଷାନ ଯୋଜନାର ଆବେଦନ କରୁଛନ୍ତି, ତାହେଲେ ସିଏମ୍ କିଷାନ ଯୋଜନାରୁ ବର୍ତ୍ତମାନ ଆପଣମାନଙ୍କୁ ପିଏମ୍ କିଷାନ ଯୋଜନାକୁ କନଭର୍ଟ କରାଯିବ। କିନ୍ତୁ ଯେଉଁମାନେ ପୂର୍ବରୁ ସିଏମ୍ କିଷାନ ଯୋଜନାରେ ଆବେଦନ କରିଛନ୍ତି କିନ୍ତୁ ପିଏମ୍ କିଷାନ ଯୋଜନାର ସହାୟତା ରାଶି ପାଉନାହାନ୍ତି ଏବଂ ପିଏମ୍ କିଷାନରେ ଯଦି ରେଜିଷ୍ଟ୍ରେସନ କରିଛନ୍ତି, ତାହେଲେ ବର୍ତ୍ତମାନ ଆପଣମାନଙ୍କର ପିଏମ୍ କିଷାନ ରେଜିଷ୍ଟ୍ରେସନଟି କମ୍ପ୍ଲିଟ୍ ହେଇଯାଇଛି। ଯେଉଁମାନଙ୍କର ଏପ୍ରୁଭାଲ ହେବା କଥା ସେମାନଙ୍କର ଏପ୍ରୁଭାଲ ହେଇଯାଇଛି ଏବଂ କିଛି ହିତାଧିକାରୀଙ୍କର ନାଁ ମଧ୍ୟ ଯାହାକି ରିଜେକ୍ଟ ହେଇଛି। ତେଣୁ ଆସନ୍ତୁ ଆଜିର ଏହି ଭିଡ଼ିଓରେ ସେ ବିଷୟରେ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ ପିଏମ୍ କିଷାନ ଯୋଜନାରେ ନୂଆ ରେଜିଷ୍ଟ୍ରେସନ ପାଇଁ ଆପଣମାନଙ୍କର ଏଗ୍ରି ଷ୍ଟକ୍ଟାକୁ ମାଣ୍ଡାଟୋରି କରାଯାଇଛି ଏବଂ ବର୍ତ୍ତମାନ ସିଏମ୍ କିଷାନରେ ମଧ୍ୟ ଯେଉଁମାନେ ଆବେଦନ କରିବେ ସେମାନଙ୍କର ମଧ୍ୟ ଏଗ୍ରି ଷ୍ଟକ୍ ଯାହାକି ଆପଣମାନଙ୍କର ମାଣ୍ଡାଟୋରି କରାଯାଇଛି। ତେଣୁ ଯଦି ଆପଣମାନେ ପୂର୍ବରୁ ସିଏମ୍ କିଷାନ ଯୋଜନାର ଟଙ୍କା ପାଇଛନ୍ତି କିନ୍ତୁ ସିଏମ୍ କିଷାନ ଟଙ୍କା ପାଇବା ପୂର୍ବରୁ ଯଦି ପିଏମ୍ କିଷାନ ଆବେଦନ କରିଛନ୍ତି, ମନେ ରଖନ୍ତୁ ଫାଷ୍ଟ ଆପଣମାନେ ପିଏମ୍ କିଷାନ ଆବେଦନ କରିଥିଲେ, ତ ପିଏମ୍ କିଷାନ ଆବେଦନ କଲା ପରେ ପୁଣି ଥରେ ସିଏମ୍ କିଷାନ ଆବେଦନ କରିଛନ୍ତି ଏବଂ ସିଏମ୍ କିଷାନରେ ବର୍ତ୍ତମାନ ଆପଣମାନେ ମିନିମମ୍ ଦୁଇଟି କିସ୍ତିର ଟଙ୍କା ପାଇଛନ୍ତି, ତାହେଲେ ବର୍ତ୍ତମାନ ପିଏମ୍ କିଷାନରେ ଆପଣମାନଙ୍କର ଏପ୍ରୁଭାଲ ହେଇଯାଇଛି ଏବଂ ଏପ୍ରୁଭାଲ କୋଉମାନଙ୍କର ହେଇଛି, ଯଦି ଆପଣମାନଙ୍କ ପାଖରେ ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ଅଛି। ତେଣୁ କେବଳ ସେହି ହିତାଧିକାରୀମାନଙ୍କର ଯାହାକି ଏପ୍ରୁଭାଲ ହେଇଛି ଯେଉଁମାନଙ୍କର ଏଗ୍ରି ଷ୍ଟକ୍ର ରେଜିଷ୍ଟ୍ରେସନ କମ୍ପ୍ଲିଟ୍ ହେଇଛି। ତେଣୁ ଦେଖନ୍ତୁ ବର୍ତ୍ତମାନ ଯଦି ଆପଣମାନେ ନିଜର ଷ୍ଟାଟସ୍ ଚେକ୍ କରିବେ ଯେଉଁଟାକି ପିଏମ୍ କିଷାନ ପୋର୍ଟାଲରେ, ଏଠି ଆପଣମାନେ ନିଜର ଆଧାର ନମ୍ବର ଦେବେ। ଆଧାର ନମ୍ବର ଦେଇ ସାରିଲା ପରେ କ୍ୟାପଚା କୋଡ୍ ଯେଉଁଟା ରହିଛି କ୍ୟାପଚା କୋଡ୍ ଏଣ୍ଟର କରିବେ। ତାପରେ ଯେତେବେଳେ ସର୍ଚ୍ଚ ଅପସନରେ କ୍ଲିକ୍ କରିବେ, ଦେଖନ୍ତୁ ବର୍ତ୍ତମାନ ଆପଣମାନେ ନିଜର ଯୋଉଟାକି ଷ୍ଟାଟସ୍ ଚେକ୍ କରିପାରିବେ ଏବଂ ରେଜିଷ୍ଟ୍ରେସନ ଯୋଉଟାକି 2025 ମସିହାରେ ଆମର ଯୋଉଟାକି ହେଇଥିଲା ଏବଂ 2025ରେ ଉଭୟ ସିଏମ୍ କିଷାନ ଏବଂ ପିଏମ୍ କିଷାନରେ ତାଙ୍କର ଆବେଦନ ହେଇଥିଲା। କିନ୍ତୁ ଯେତେବେଳେ ସେ ସିଏମ୍ କିଷାନର ଦୁଇଟି କିସ୍ତିର ଟଙ୍କା ପାଇଲେ, ବର୍ତ୍ତମାନ ତାଙ୍କର ଦେଖନ୍ତୁ ପିଏମ୍ କିଷାନ ଆପଣମାନଙ୍କର ଯୋଉଟାକି ରେଜିଷ୍ଟ୍ରେସନ କମ୍ପ୍ଲିଟ୍ ହେଇଯାଇଛି ଏବଂ ଷ୍ଟାଟସ୍ ମଧ୍ୟ ବର୍ତ୍ତମାନ ଆପଣମାନଙ୍କର ଅପଡେଟ୍ ହେଇଯାଇଛି। ତେଣୁ ଯେଉଁ ହିତାଧିକାରୀମାନେ ଦୀର୍ଘ ଦିନ ଧରି ସିଏମ୍ କିଷାନ ଯୋଜନାରେ ଟଙ୍କା ପାଉଥିଲେ ଏବଂ ପିଏମ୍ କିଷାନ ନୂଆ କରି ଆବେଦନ କରିଥିଲେ, ସେମାନଙ୍କର ବର୍ତ୍ତମାନ ଯାହାକି ଦେଖନ୍ତୁ ଷ୍ଟାଟସ୍ ଅପଡେଟ୍ ହେଇଯାଇଛି ଏବଂ ଷ୍ଟାଟସ୍ ଅପଡେଟ୍ ସହିତ ଆପଣମାନଙ୍କର ଯଦି ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ଅଛି, ମନେ ରଖନ୍ତୁ କେବଳ ସେହି ହିତାଧିକାରୀମାନଙ୍କର ଏପ୍ରୁଭାଲ ହେଇଛି ଯେଉଁମାନଙ୍କର ଏଗ୍ରି ଷ୍ଟକ୍ର ରେଜିଷ୍ଟ୍ରେସନ ଅଛି। ତେଣୁ ଯଦି ଆପଣମାନଙ୍କର ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ ନାହିଁ, ତାହେଲେ ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ କରିଦିଅନ୍ତୁ। ଆପଣମାନେ ଯଦି ସିଏମ୍ କିଷାନ ପାଉଛନ୍ତି ପିଏମ୍ କିଷାନ ପାଉନାହାନ୍ତି, ତାହେଲେ ଏଗ୍ରି ଷ୍ଟକ୍ ରେଜିଷ୍ଟ୍ରେସନ କଲା ପରେ ବର୍ତ୍ତମାନ ସିଏମ୍ କିଷାନରୁ ଅଟୋମେଟିକ୍ ଆପଣମାନଙ୍କୁ ପିଏମ୍ କିଷାନକୁ କନଭର୍ଟ କରାଯିବ। ତେଣୁ ଯେଉଁ ହିତାଧିକାରୀମାନେ ଏହି ଭିଡ଼ିଓ ଦେଖୁଛନ୍ତି, ଯଦି ଆପଣମାନେ ପିଏମ୍ କିଷାନ ପାଇଁ ଆବେଦନ କରିଥିଲେ, ନିଜର ଷ୍ଟାଟସ୍ ଚେକ୍ କରିଦିଅନ୍ତୁ। ଷ୍ଟାଟସ୍ ଚେକ୍ କଲା ପରେ ବର୍ତ୍ତମାନ ଆପଣମାନେ ଜାଣିପାରିବେ ଯେ ଆପଣମାନଙ୍କର ପିଏମ୍ କିଷାନର ଷ୍ଟାଟସ୍ଟି ଏପ୍ରୁଭାଲ ହେଇଛି କି ରିଜେକ୍ଟ ହେଇଛି। ଯଦି ରିଜେକ୍ଟ ହେଇଥିବ ୟା ପରବର୍ତ୍ତୀ ଭିଡ଼ିଓରେ ତା ଉପରେ ଆଉ ଗୋଟେ ଡେଡିକେଟେଡ୍ ଭିଡ଼ିଓ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ଯଦି ଭିଡ଼ିଓଟି ଆପଣମାନଙ୍କୁ ଇନଫର୍ମେଟିଭ୍ ଲାଗିଛି, ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଆପଣମାନଙ୍କର ପିଏମ୍ କିଷାନର କେତୋଟି ଇନଷ୍ଟଲମେଣ୍ଟ ପେଣ୍ଡିଂ ଅଛି ବା ଷ୍ଟାଟସ୍ ରିଜେକ୍ଟ ଅଛି, କମେଣ୍ଟ ସେକ୍ସନରେ ଜଣାଇବେ। ଧନ୍ୟବାଦ।